ଏ ଖରାଦିନେ ଯେତେ ସବୁ ପରିବା ମିଳୁଛି ମୋ ମତରେ ଲାଉ ବୋଧେ ହେଉଛି ସର୍ବୋତ୍ତମ। କାହିଁକି ନା ଏଥିରେ ବହୁତ ମାତ୍ରାରେ ଫାଇବର, ମିନେରାଲ୍ସ ଥିବାବେଳେ ଏହା ଅଧିକରୁ ଅଧିକ ନ୍ୟୁଟ୍ରିସିୟସ୍। ଡାଇଜେସନ୍ ସିଷ୍ଟମକୁ ତ ଏମିତିରେ ଇମ୍ପ୍ରୁଭ୍ କରେ, ତା ସାଙ୍ଗରେ ବିପି ଆଉ ସୁଗାରକୁ ମଧ୍ୟ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରେ। ତା ସହ ଖୁବ୍ କମ୍ ତେଲ ମସଲା ସହ ଅଳ୍ପ ସମୟରେ ମଧ୍ୟ ତିଆରି ହୋଇଯାଇପାରେ। ନା କ'ଣ? ହ୍ୟାଲୋ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। ତ ଚାଲନ୍ତୁ ଆଜି ଏମିତି ଲାଉରେ ଦୁଇଟି ରେସିପି ନେଇକି ଆସିଛି, ଯାହାକି ବହୁତ ହେଲ୍ଦି ସହ ଟେଷ୍ଟି ମଧ୍ୟ। ପିଲାଠୁ ନେଇ ବଡ଼ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ତାହେଲେ ରେସିପି ଷ୍ଟାର୍ଟ କରିବା। ତ ପ୍ରଥମେ ଲାଉକୁ ଏମିତି ଧୋଇକି ଗ୍ରେଟରରେ ମୁଁ କୋରିକି ରଖିନେଇଛି। ଏବେ ପ୍ୟାନରେ ଗୋଟେ ବଡ଼ ଚାମଚ ଘିଅ ଦେବା। ସେଥିରେ ଗୋଟେ ଗୁଜୁରାତି, ଗୋଟେ ତେଜପତ୍ର ଆଉ ଖଣ୍ଡେ ଛୋଟ ଡାଲଚିନିକୁ ପକେଇକି ଅଳ୍ପ ସମୟ ଭାଜି ନେଇଛି, ଯେମିତିକି ଘିଅରେ ଗୁଜୁରାତି ଆଉ ଡାଲଚିନିର ବାସ୍ନା ଆସିଯିବ। ଏବେ ଯେଉଁ ଲାଉକୁ କୋରିକି ଆମେ ରଖିଥିଲେ ତାକୁ ଚୁପୁଡ଼ି ଦେଇକି ତା ପାଣି ସବୁ ରଖିଦେବା। ତାପରେ ଲାଉକୁ ଏଥିରେ ପକେଇବା। ଆଚ୍ଛା, ଏଇ ଯେଉଁ ଲାଉକୁ ଚୁପୁଡ଼ିକି ସାରିଲା ପରେ ଯେଉଁ ପାଣିଟା ବାହାରୁଛି ତାକୁ ଆପଣ ନଷ୍ଟ କରିବେନି ବା ଫୋପାଡ଼ିବେନି। ତାକୁ ଆପଣ ଡାଲି ବା ତରକାରୀର ଗ୍ରେଭିରେ ମିଶାଇ ପାରିବେ, ନହେଲେ ଅଟାରେ ଚକଟିକି ଦେଇକି ଚକଟିକି ରୁଟି ମଧ୍ୟ କରିପାରିବେ। ଆକୁ ଜୁସ୍ ଭାବରେ ମଧ୍ୟ ଯଦି ଆପଣ ନିଜେ ପିଇପାରିବେ। ଯଦି ଘରେ କୌଣସି ବୁଜୁର୍ଗ ମାନେ ବୟସ୍କ ଲୋକ ଅଛନ୍ତି, ତାଙ୍କୁ ଏଇ ଲାଉର ଜୁସ୍ଟାରେ ଟିକେ ହାଲକା ବ୍ଲାକ୍ ପେପର ଆଉ ବ୍ଲାକ୍ ସଲ୍ଟ ମିଶାଇକି ଜୁସ୍ ଭାବରେ ପିଇବାକୁ ଦିଅନ୍ତୁ। ତାଙ୍କୁ ଏଇଟା ମେଡ଼ିସିନ ଭାବରେ କାମ କରିବ। ତ ଲାଉକୁ ଭାଜି ସାରିଲା ପରେ ଅଳ୍ପ ଟିକେ ଲୁଣ ପକାଇବା। ଲୁଣ ପକାଇକି ତାକୁ ଗୋଳାଗୋଳି କରିକି ଢାଙ୍କିକି 5ରୁ 7 ମିନିଟ୍ ଆମେ ସିଝିବାକୁ ଛାଡ଼ିଦେବା। ଲାଉ ବହୁତ କମ୍ ସମୟରେ ତିଆରି ହେଇଯାଏ। ତାକୁ ମଧ୍ୟ ବେଶୀ ସମୟ ସିଝେଇକି ତା ନ୍ୟୁଟ୍ରିସନ୍ କମ୍ କରିବା ଉଚିତ ନୁହେଁ। ତ ଦେଖନ୍ତୁ ମାତ୍ର 5 ମିନିଟ୍ରେ ଲାଉ ଭଲ ଭାବରେ ସିଝି ଯାଇଛି। ଏବେ ସେଥିରେ ଯେତିକି ଲାଉ ହେଇଛି ସେ ଅନୁସାରେ ସ୍ୱାଦ ଅନୁସାରେ ଅଳ୍ପ ଟିକେ ଲୁଣ ପକାଇବା। ଏଇଟା ଆମେ ସୁଇଟ୍ ଡିଶ୍ ବନେଇବା, ସେଥିପାଇଁ ଖୁବ୍ କମ୍ ଲୁଣ ପକାଇଛି। ତା ସେଥିରେ ଯେତିକି ଲାଉ ଅଛି ସେ ଅନୁସାରେ ଆପଣ ଆପଣଙ୍କ ସ୍ୱାଦ ଅନୁସାରେ ଚିନି ପକାଇବେ। ଏଠି ମୁଁ 4 ଚାମଚ ମାତ୍ର ଚିନି ପକାଇଛି। ଆପଣଙ୍କର ଯଦି ବେଶୀ ଲାଉ ହେଉଛି ସେ ଅନୁସାରେ ଆପଣ ଚିନିର ପରିମାଣ କମ୍ ବେଶୀ କରିବେ। ଚିନି ପକାଇ ସାରିଲା ପରେ ଗୋଟେ କପ୍ କ୍ଷୀର ଦେବା ସେଥିରେ, ଯେମିତିକି ଲାଉଟା କ୍ଷୀରରେ ବୁଡ଼ିକି ରହିବ। ଆଉ 2-3 ମିନିଟ୍ ତାକୁ କ୍ଷୀରରେ ଭଲ ଭାବରେ ସିଝିବାକୁ ଛାଡ଼ିଦେବା। ତାପରେ ସେଥିରେ 2 ଚାମଚ ମୁଁ ଏଠି ପକାଇଛି ମିଲ୍କ ପାଉଡ଼ର। ଆପଣ ଆ ବଦଳରେ କଣ୍ଡେନ୍ସ ମିଲ୍କ ମଧ୍ୟ ଦେଇପାରିବେ। ଦେଖନ୍ତୁ ବିନା ଚିନି ବିନା କ୍ଷୀରିରେ କେବଳ କଣ୍ଡେନ୍ସ ମିଲ୍କରେ ମଧ୍ୟ ଆପଣ ଆକୁ ତିଆରି କରିପାରିବେ। କିଛି ସମୟ ଭଲ ଭାବରେ କ୍ଷୀରରେ ସିଝି ସାରିଲା ପରେ ତାକୁ କାଢ଼ି ଆଣିବା। ତାପରେ ତା ଉପରେ ଡ୍ରାଏ ଫ୍ରୁଟ୍ସକୁ ଭାଜିକି ମୁଁ ଦେଇଦେଇଛି। ପିଲାମାନଙ୍କୁ ବହୁତ ଭଲ ଲାଗେ ଡ୍ରାଏ ଫ୍ରୁଟ୍ସ ପକାଇଲେ। ତ ଆମର ଲାଉର କ୍ଷୀରି ତିଆରି ହେଇଗଲା। ଆପଣ ନିଶ୍ଚୟ ବନାନ୍ତୁ, ପିଲାମାନଙ୍କୁ ବହୁତ ଭଲ ଲାଗେ ଆଉ ଖାଇବାକୁ ବି ନିଶ୍ଚୟ ଦିଅନ୍ତୁ। ଆପଣ ଆକୁ ବ୍ରେକଫାଷ୍ଟରେ ଖାଇପାରିବେ, ଡିନରରେ ରୁଟି ପରଟା ସାଙ୍ଗରେ ମଧ୍ୟ ଖାଇପାରିବେ। ଏମିତିରେ ଖାଲିରେ ମଧ୍ୟ ସନ୍ଧ୍ୟାବେଳେ ଥଣ୍ଡା କରିକି ଚିଲ୍ ଭାବରେ ଖାଇପାରିବେ। ବହୁତ ନ୍ୟୁଟ୍ରିସିୟସ୍ ଆଉ ବହୁତ ଡିଲିସିୟସ୍ ମଧ୍ୟ। ଖାଆନ୍ତୁ, କେମିତି ଲାଗିଲା କମେଣ୍ଟସ୍ କରିକି ଜଣାଇବେ। ଏବେ ଲାଉର ଆମେ ସେକେଣ୍ଡ ରେସିପି ବନେଇବା, ଯେଉଁଟାକି ଲାଉର ରାଇତା। ସେଥିରେ ସେଇଟା ମଧ୍ୟ ବହୁତ ଡିଲିସିୟସ୍। ସେଥିପାଇଁ ପ୍ରଥମେ ଗୋଟେ ମସଲା ବନେଇ ନେବା। ସେଥିପାଇଁ ମୁଁ ଏଠି ନେଇଛି 20ରୁ 25ଟା ବାଦାମ ମଞ୍ଜି, 1 ଚାମଚ ବୁଟ ଡାଲି, ହାଫ୍ ଚାମଚ ଗୋଟା ଜିରା ଆଉ 2ଟା ଶୁଖିଲା ଲଙ୍କା। ଏସବୁକୁ କଡ଼େଇରେ ଆମେ ହାଲକା ଭାବରେ ଭାଜି ନେବା, ଯେମିତିକି ସେ ଟିକେ ମଏଶ୍ଚର ଲକ୍ ହେଇଯିବ ଆଉ ଜିରାର ବାସ୍ନା ଆସିବ। ଯେତେବେଳେ ଭଲ ଭାବରେ ଜିରାର ବାସ୍ନା ଆସିବ ତାକୁ ଆମେ କାଢ଼ିକି ଅଲଗା ଜାଗାରେ ରଖିଦେବା, ଥଣ୍ଡା କରିଦେବା। ତାପରେ କଡ଼େଇରେ 1 ଚାମଚ ତେଲ, ଟିକେ ସୋରିଷ, 2ଟା କଞ୍ଚା ଲଙ୍କାକୁ ଚପ୍ କରିକି ପକାଇଛି ଆଉ 8-10ଟା କରିପତ୍ତା ମାନେ ଭୃଷଙ୍ଗ ପତ୍ର। ଏସବୁକୁ ଟିକେ ହାଲକା ଭାଜି ନେଇକି ଯେଉଁ ଲାଉ କୋରିକିନା ରଖିଛେ ସେଥିରେ ଦେଇଦେବା। ଦେଖନ୍ତୁ ମୁଁ ପ୍ରଥମେ କହିଥିଲି ଲାଉରେ ବହୁତ କମ୍ ତେଲ ମସଲାରେ ଲାଉ ତିଆରି ହେଇଯାଇପାରେ। ସେଥିପାଇଁ ଆର ନ୍ୟୁଟ୍ରିସନ୍ ବହୁତ ଅଧିକ, ଫାଇବର ଯେହେତୁ ଅଛି ଏହା ୱେଟ୍ ଲସ୍ କରିବାରେ ମଧ୍ୟ ସାହାଯ୍ୟ କରେ। ଏବେ ଲାଉକୁ ଆମେ ଦେଇକି ଭଲ ଭାବରେ କିଛି ସମୟ ଭାଜିବା। ଯେମିତି ଆମେ ଘିଅରେ ଭାଜିଥିଲେ ଫାଷ୍ଟ ରେସିପି, ସେମିତି ଏଇଟାକୁ ତେଲରେ ଟିକେ ସମୟ ଭାଜିବା ଆଉ ଟିକେ ଲୁଣ ପକାଇବା। ସେଥିରେ ଆମେ ଖୁବ୍ କମ୍ ଲୁଣ ପକାଇଥିଲେ, ଏଥିରେ 1 ଚାମଚ ପୁରା ଫୁଲ୍ ଲୁଣ ପକାଇବା। ଲୁଣ ପକାଇକି ଗୋଳାଗୋଳି କରିକି ଆକୁ ମଧ୍ୟ ଢାଙ୍କିକି ଆମେ 5ରୁ 7 ମିନିଟ୍ ଛାଡ଼ିଦେବା ସିଝିବା ପାଇଁ।
ଦେଖନ୍ତୁ ସେଇଟା ଯେହେତୁ ମୁଁ ବନେଇଥିଲି, ଆମେ କ୍ଷୀରି ବନେଇଥିଲେ ସେଥିପାଇଁ ମୁଁ ତାର ଚିପୁଡ଼ିକି ରସ ସବୁ ବାହାର କରିନେଇଥିଲି। କିନ୍ତୁ ଏଇଟାରେ ରସ ବାହାର କରିବାନି ବା ଲାଉର ଯୋଉ ପାଣିଟା ବାହାର କରିବାନି। ସେମିତି ପାଣି ସହ ଆକୁ ସିଝିବାକୁ ଛାଡ଼ିଦେବା। 5ରୁ 7 ମିନିଟ୍ ଭିତରେ ସିଝିଗଲା ପରେ ଲାଉ ତାକୁ ତାପରେ ଆମେ ଖୋଲିବା। ଏବେ ଯୋଉ ମସଲାଟା ଆମେ ଭାଜିକିନା ରଖିଥିଲେ ତାକୁ ଦରଦରା କରିକି ଗୁଣ୍ଡ କରିକି ନେଇ ଆସିବା। ଶିଳରେ କରନ୍ତୁ ବା ହେମଦସ୍ତାରେ କରନ୍ତୁ, ନହେଲେ ମିକ୍ସର ଜାରରେ ମଧ୍ୟ ଖୁବ୍ ପାଉଡର ଭଳିଆ ଫାଇନ୍ ପାଉଡର ନ କରିକି ଦରଦରା ଗୁଣ୍ଡ କରିକି ନେଇ ଆସିବା। ଏ ଯୋଉ ଲାଉଟା ଆମର ସିଝିଗଲାଣି ପୁରା 5 ମିନିଟରେ, ଯୋଉ ପାଉଡରଟା ଆମେ ବନେଇନା ରଖିଲି ତାକୁ ଦେଇଦବା। ଦେଇକି ଭଲ ଭାବରେ ସବୁକୁ ମିକ୍ସ କରିଦବା। ଆମର ଲାଉର ରାଇତା ଯେମିତି ସେ ଯୋଉ ପାଉଡରର ବାସ୍ନାଟା ଯେମିତି ଲାଉର ରାଇତାରେ ମିଶିଯିବ। ତ ସବୁ ଗୋଳେଇ ସାରିଲା ପରେ ଯାହା ପାଣି ଥିବ ସେ ପୁରା ଟାଣି ନବ। ଏବେ ତାକୁ କାଢ଼ିକି ଆମେ ଥଣ୍ଡା କରିଦବା। ଥଣ୍ଡା କରିସାରିଲା ପରେ ଯାଇକି ଆମେ ଦହି ତା ଦେହରେ ମିଶେଇବା। ଦହିକୁ ସବୁବେଳେ ରୁମ୍ ଟେମ୍ପରେଚରରେ ଥିବା ଦହିକୁ ରହିବେ ସିଧା ଫ୍ରିଜରୁ ବାହାର କରିକି ଆଣିକି ଦହିରେ ମିଶେଇବେନି, ନହେଲେ ଦହି ଫାଟିଯିବ। ଏବେ ଦହିକୁ ଫେଣ୍ଟିକି ଆମେ ସେଥିରେ ମିଶେଇଦବା। ଆଉ ତାପରେ କିଛି ଭଜା ଜିରା ଗୁଣ୍ଡକୁ ଦେଇକି ଆଉ ଥରେ ଆମେ ଭୃସଙ୍ଗ ପତ୍ର, କଞ୍ଚା ଲଙ୍କା, ଶୁଖିଲା ଲଙ୍କା ଆଉ ଜିରାର ଛୁଙ୍କ ଲଗେଇଦବା। ଆମର ଲାଉର ରାଇତା ରେଡି। ଆକୁ ଆପଣ ଲଞ୍ଚରେ ଭାତ ସାଙ୍ଗରେ ନହେଲେ ବ୍ରେକଫାଷ୍ଟରେ ରୁଟି ସାଙ୍ଗରେ ଖାଇପାରିବେ। ତ ଫ୍ରେଣ୍ଡ ବନାନ୍ତୁ 2ଟା ଯାକ ଲାଉ। କେମିତି ଲାଗିଲା ଲାଇକ୍ କରିକି କମେଣ୍ଟସ୍ କରିବେ। ରହିଲି, ଜୟ ଜଗନ୍ନାଥ।